ବର୍ତ୍ତମାନ ସମୟରେ ଆଧାର କାର୍ଡ଼ ସବୁଠାରୁ ଦରକାରୀ କାଗଜପତ୍ର ଭାବେ ପରିଚିତ। ଏହା ନଥିଲେ କୌଣସି ଟଙ୍କା ନେଣଦେଣ ତଥା ସରକାରୀ ଯୋଜନା ଲାଭ ଉଠାଇବାର ମୁସ୍କିଲ। ତେବେ ପ୍ରତି 10 ବର୍ଷରେ ଆଧାରକୁ ଅପଡେଟ୍ କରିବା ଜରୁରୀ ବୋଲି ୟୁଆଇଡିଏଆଇ କହିଛି। ତେବେ କ'ଣ ଆପଣ ଜାଣନ୍ତି କି ଆଧାରର ତଥ୍ୟ ଭୁଲ ଥିଲେ ନୂଆ ବିବରଣୀ ଆବେଦନ କରିବାର କେତେ ଦିନ ମଧ୍ୟରେ ଅପଡେଟ୍ ହୋଇଯାଇଥାଏ। ଯଦି ଆପଣଙ୍କୁ ଆଧାର ଅପଡେଟ୍ କରାଇବାର ଅଛି ତେବେ ଏହି କାମକୁ 2024 ମାର୍ଚ୍ଚ 14 ମଧ୍ୟରେ କରିନିଅନ୍ତୁ। ନହେଲେ ଅଫଲାଇନରେ ଏହା ମାଗଣା ନୁହେଁ। କେବଳ ଅନଲାଇନରେ ହିଁ ଆଧାରକୁ ମାଗଣା ଅପଡେଟ୍ କରାଯାଇପାରିବ। କେତେ ଦିନରେ ହେବ ଅପଡେଟ୍? ୟୁଆଇଡିଏଆଇ ୱେବସାଇଟ୍ ଅନୁଯାୟୀ ସାଧାରଣତଃ 90% ଅପଡେଟ୍ ଅନୁରୋଧ 30 ଦିନ ମଧ୍ୟରେ ପୂରଣ ହୋଇଥାଏ। ଯଦି କାହାର ଆବେଦନ ସମୟସୀମା 90 ଦିନରୁ ଅଧିକ ହୋଇଛି ତେବେ ସେ 1947 ଟୋଲ୍ ଫ୍ରି ନମ୍ବରରେ କଲ୍ କରି ଅଧିକ ସୂଚନା ଜାଣିପାରିବେ।